ମାନେ ସବୁଠୁ ଭଲ କଥା ହଉଛି ଆପଣ ମାନେ ଯଦି ପରିବାରରେ ସମସ୍ତେ ମିଶିକି ଥିବେ, ସମସ୍ତଙ୍କ ମନ ଅନ୍ତର ନଥିବ, ମାନେ ଏକ ହେଇକି ଥିବେ ସେମିତି। ଏବେ ଘରକୁ ଆସିଲା ବେଳକୁ ଟୁଣୁ ଅପେକ୍ଷା କରିଥିଲା। ଟୁଣୁ ମଧ୍ୟ କାନ୍ଦିଲା ସାଙ୍ଗେ ସାଙ୍ଗେ ନ ବୁଲିବା ପାଇଁ। ଟୁଣୁ ବୁଲିବୁ? ଟୁଣୁ ସକାଳୁ ସକାଳୁ ଛକକୁ ଯିବାର ଗୋଟେ ମଜା ନିଆରା। ସବୁବେଳେ ସମୟ ହୁଏ ନା, କିନ୍ତୁ ଯେତେବେଳେ ବି ଟିକେ ସମୟ ମିଳେ ଛକକୁ ଯିବାକୁ ବହୁତ ଭଲ ଲାଗେ। ଏପଟେ ମଧ୍ୟ ଧାନ ଚାଷ ହେଇଛି, ଧାନ ମଧ୍ୟ ବଡ଼ ବଡ଼ ହେଇଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସକାଳୁ ସକାଳୁ ଖରା ମଧ୍ୟ ଆସିଗଲାଣି ଅଳ୍ପ ଅଳ୍ପ। ସମୟ ବର୍ତ୍ତମାନ ସୂର୍ଯ୍ୟଦେବ ଆସିଗଲେଣି, ଖରା ବି ଅଳ୍ପ ଅଳ୍ପ ଆସିଗଲାଣି। ସମୟ ବର୍ତ୍ତମାନ 6ଟା 15 ପାଖାପାଖି ହେବ। ଏବେ ସକାଳୁ ସକାଳୁ ଉଠି ବିଲକୁ ପଳେଇ ଆସିଥିଲୁ। ଆମର ତ କାମ ଏବେ ସକାଳୁ ଉଠିବୁ ମାନେ ବିଲକୁ ଚାଲିବୁ। ତାପରେ ମଝିରେ ଟିକେ ଟାଇମ୍ ମିଳିଲେ, କାମ ଫାଙ୍କା ହେଲେ ଟିକେ ବୁଲାବୁଲି ହେବ, ନହେଲେ ନାହିଁ। ଆଜି କୁହୁଡ଼ା ମଧ୍ୟ ନାହିଁ, ପାଗ ପୁରା କ୍ଲିଅର। ସକାଳୁ ସକାଳୁ ପୁରା ଚତୁଃପାର୍ଶ୍ୱ ପରିଷ୍କାର, ଟିକିଏ ହେଲେ ବି କୁହୁଡ଼ା ନାହିଁ ଆଜି। ଏପଟେ ସବୁ ମଟର ଚାଲିଥିଲା, ପାଣି ଫାଣି ଦେଖିବା ପାଇଁ ସକାଳୁ ଉଠିକି ପଳେଇ ଆସିଥିଲୁ ବିଲକୁ। ମାନ ମଧ୍ୟ ଆସିଛି। ମାନ ମଟର ପାଖକୁ ଯାଇଥିଲା, ମୁଁ ଟିକେ ଏପଟେ ଦେଖାଦେଖି କରୁଥିଲି ସବୁ ପାଣି କେତେ ବାଟ ହେଲା ନହେଲା। ମାନର ମଧ୍ୟ ଭିସା ଆସିଯାଇଛି, ମାନ ବି ପଳେଇବ। ମାନ ପଳେଇନେ ଆମେ ପୁରା ହଇରାଣ ହେଇଯିବୁ। ମାନ ମଧ୍ୟ ଥିଲା ବୋଲି ଆମକୁ ବହୁତ ହେଲ୍ପ କରିଛି ଏ ବର୍ଷର। ସେ କେବଳ ଭିସା ପାଇଁ ଅପେକ୍ଷା କରିଥିଲା, ଭିସା ତାର ଆସିଯାଇଛି। କାଲିକା ଡେଟ୍ରେ ଆସି ପହଞ୍ଚିଲା ଘରେ। ଭିସା ଆସିଗଲା ମାନେ ଏବେ ଟିକେଟ୍ କରିବ, ସିଏ ଆଉ ରହିବନି। ଟିକେଟ୍ କରି ବାହାରି ଯିବ ତା କାମରେ। ଆମକୁ ମଧ୍ୟ ଫେରେ ସବୁ କାମ ଏକା ଏକା କରିବାକୁ ପଡ଼ିବ। ବାପାଙ୍କର ମୋର ମାନ ପଳେଇଲା ପରେ ଆମେ ବହୁତ ଅସୁବିଧାରେ ବି ପଡ଼ିବୁ, କାହିଁକିନା ସିଏ ଆମକୁ ବହୁତ ହେଲ୍ପ ବି କରିଛି ଏ ବର୍ଷ। ଚାଷ ଫାଷ୍ଟରୁ ସିଏ ରହିଗଲା ଏଥର। ପାଣିର ସମସ୍ୟା ପାଇଁ ସବୁ ପ୍ରକାର ଅସୁବିଧା ହେଉଛି। ଆଉ ପାଣିର ଅସୁବିଧା ଯଦି ନ ହୁଅନ୍ତା ତାହେଲେ ଆମର ଚାଷରେ ବି କିଛି ଅସୁବିଧା ହୁଅନ୍ତାନି। ଏବେ ବୁଲାବୁଲି କରି ବିଲ ଦେଖି ସାରିଲା ପରେ ଘରକୁ ବାହାରିବା। ଘରେ ଯାଇ ଟିକେ ଚା ଫା ପିଆ ହେବ। ସକାଳୁ ଚା ଫା ବି ପିଆ ହେଇନି। ଟିକେ ଚା ନ ପିଇଲେ ଦେହ ଭଲ ଲାଗିବନି। ସକାଳୁ କାକରରେ ବୁଲିଲେ ଚା ପିଇବାକୁ ହିଁ ଇଚ୍ଛା ହୁଏ। ଏବେ ଘରକୁ ଆସିଲା ବେଳକୁ ଟୁଣୁ ଅପେକ୍ଷା କରିଥିଲା। ଟୁଣୁ ମଧ୍ୟ କାନ୍ଦିଲା ସାଙ୍ଗେ ସାଙ୍ଗେ ନ ବୁଲିବା ପାଇଁ। ଟୁଣୁ ବୁଲିବୁ? ଟୁଣୁ ପାରା ଦେଖିବ, ଦାଣ୍ଡରେ ବୁଲିବ। ସେ ଘରେ ରହିବାକୁ ରାଜି ନୁହଁ, କିନ୍ତୁ ତାକୁ ଥଣ୍ଡା ଧରି ପକେଇଛି। ମେଡ଼ିସିନ ଖାଉଛି, ତାକୁ ସେଥିପାଇଁ ସକାଳୁ ସକାଳୁ ପଦାକୁ ନେଉନୁ, କିନ୍ତୁ ତାର ଜିଦ୍ଦି ଯେ ପଦାକୁ ଯିବ। ଏପଟେ ଆମ ସକାଳୁ ସକାଳୁ କୁକୁର ଛୁଆ ଦୁଇଟା ଆସି ଯାଇଛନ୍ତି। ଟୁଣୁ ଟିକେ ହାଲୋ କହିଦିଅ। ଟୁଣୁ ଟିକେ ହାଲୋ କହିଦିଅ। ଟୁଣୁ କହିବନି, ଜମା ବି କହିବନି, ହସିଦବ। ଟୁଣୁ ଟିକେ ଇଆଡ଼େ ଅନାଅ, ଇଆଡ଼େ ଅନାଅ। ଟୁଣୁ ଏପଟେ ପାରା ଆଇଲା। ଟୁଣୁ କାଇଁ ପାରା କାଇଁ ଲୋ? ଟୁଣୁର ପାରା ଦେଖିବା ପାଇଁ ଭଲ ପାଏ। ଏବେ ଟୁଣୁ ଏବେ ମଧ୍ୟ ଔଷଧ ଖାଇବ। ଔଷଧ ଖାଇଲେ କାନ୍ଦିବା ଆରମ୍ଭ କରିଦେବ ଏଇସାଥେ। ଏବେ ଖୁସି ଅଛି, କିନ୍ତୁ ଟିକିଏ ସମୟରେ କାନ୍ଦିବ। ଟୁଣୁ ଏବେ ଟିକେ ବାହାରିଲୁ ଛକ ଆଡ଼କୁ ଯିବା। ଟିକେ ବଢ଼ିଆ ସୁନ୍ଦର ଖରା ସକାଳୁ ସକାଳୁ। ସକାଳୁ ସକାଳୁ ଛକକୁ ଯିବାର ଗୋଟେ ମଜା ନିଆରା। ସବୁବେଳେ ସମୟ ହୁଏ ନା, କିନ୍ତୁ ଯେତେବେଳେ ବି ଟିକେ ସମୟ ମିଳେ ଛକକୁ ଯିବାକୁ ବହୁତ ଭଲ ଲାଗେ। ଏପଟେ ମଧ୍ୟ ଧାନ ଚାଷ ହେଇଛି, ଧାନ ମଧ୍ୟ ବଡ଼ ବଡ଼ ହେଇଗଲାଣି। ଏପଟେ ମଧ୍ୟ ଗୋଟେ ଛୋଟ ମା ତାରିଣୀଙ୍କ ମନ୍ଦିର, ଓମ୍ ନମଃ ଶିବାୟ ଶିବ ବି ଅଛନ୍ତି। ଗାଁ ଗହଳିରେ ସାଙ୍ଗମାନେ ଠାକୁର ସବୁଆଡ଼େ ମନ୍ଦିର ମାଳିନୀ ଦେଖିବାକୁ ମିଳିବ। ଏପଟେ ବଜରଙ୍ଗବାଲି, ଜୟ ବଜରଙ୍ଗବାଲି। ଏବେ ଚାଲିବା ଛକକୁ। ଛକରେ ମଧ୍ୟ ଏବେ ଲୋକ କମ୍ ରହୁଛନ୍ତି, କାହିଁକିନା ଆମ ଏରିଆରେ ଚାଷବାସ କାମ ଚାଲୁଛି। ସେଥିପାଇଁ ଏବେ କାମ ସାରି ବାହାରିବା ଘରକୁ। ଘରକୁ ଆସିଲା ବେଳକୁ ପାଗିଳି ଏପଟେ ଚା ମଧ୍ୟ ପ୍ରସ୍ତୁତ କରିବାରେ ଲାଗିଛି। ଚା ମଧ୍ୟ ହେଇଗଲାଣି। ପାଗିଳି ଏଟା କ'ଣ ତଳତଳିଆ ଚା? ସମସ୍ତେ ପିଇ ସାରିଲେଣି। ଏଟା ଲାଷ୍ଟ ଚା। ତଳତଳିଆ ମାଲ ମାନେ ଭଲ ଲାଗିବନି, ଚିହ୍ନ ନା?
टेस्ट कमीगला टेस्ट कमीगला ମୁଁ କହୁଛି ଭଲ ଟେଷ୍ଟ ହେବ। ଏବେ ଚା ଆସିଗଲା ସ୍ପେଶାଲ ଚା। ଆଗଲିକି ପଚାରିବା ଚା ସତରେ ସ୍ପେଶାଲ ନା ଏଇଟା ତଳତଳିଆ ପାଣି ମିଶେଇ ଦେଇଛୁ? ପାଣି ମିଶେଇନି ଭଲ ଚା। ଭଲ ଚା। ହଁ ଏବେ ଚା ଟିକେ ପିଇ ନେବା। ଏବେ ଟିକେ ବାଡ଼ିଆଡ଼େ ଆସିଥିଲୁ ଟିକେ ପାଳରେ ଦେଖିବା ଏପଟେ କାକୁଡ଼ି ଗଛ ମଧ୍ୟ ଫୁଲ କିଛି ହେଲାଣି। ଅଳ୍ପ ଦିନ କାକୁଡ଼ି ବି ଫଳିବା ଆରମ୍ଭ ହେଇଯିବ। ଆଗରୁ ଆଗକା ଲୋକମାନେ ଆମ ଏପଟ ଏରିଆରେ ଟୋଟାଲ ସବୁ ପାଳ ହେଉଥିଲା, ବିରି ହେଉଥିଲା। ଏବେ ଆଉ ସବୁ ସେ ଚାଷବାସ ନାହିଁ, ବନ୍ଦ ହେଇଗଲାଣି। ଏବେ ଲୋକ ଆଉ ପରିଶ୍ରମ କରିବାକୁ ଭଲ ପାଉନାହାନ୍ତି। ଯେଉଁ ଆଗକା ଲୋକମାନେ ଥିଲେ ସେମାନଙ୍କ କଥାବାର୍ତ୍ତା ଶୁଣିବେ ଆପଣମାନଙ୍କୁ ଗୋଟେ ନିଆରା ଅନୁଭୂତି ହେବ ଏବଂ ସେ ସମୟର ଖାଦ୍ୟପେୟ ସେମାନଙ୍କ ଚାଲିଚଳନି ଗୋଟେ ନିଆରା ଥିଲା। ଏବେ ବି ସେମାନେ ସୁସ୍ଥ ଅଛନ୍ତି, କିନ୍ତୁ ଆମେମାନେ ଅଳ୍ପ ଦିନର ମାନେ ପରିଶ୍ରମ ସେମାନେ ଏବେ ଯେତିକି ପରିଶ୍ରମ କରିବେ ଆଗକା ଲୋକମାନେ ଆମେ ବି କରିପାରିବା ନାହିଁ, କାହିଁକିନା ଖାଦ୍ୟପେୟର ପରିବର୍ତ୍ତନ ହୋଇଗଲା। ଏବେ ଟିକେ ପାଳରେ ବୁଲି ଦେଖିବା। ସବୁ ଗଛ ଗୁଡ଼ା ପାଣି ଦିଆଯାଇଥିଲା। କାକୁଡ଼ି ଫୁଲ ମଧ୍ୟ ହେଲାଣି, ବହୁତ ଫୁଲ ହେଇଛି। ଛୋଟ ଛୋଟ କଷି କାକୁଡ଼ି ସବୁଆଡ଼େ ହେଇଛି। ବୋଇତି କଖାରୁ ଫୁଲଟା ଖାଲି ଫୁଟିବା ବାକି ଅଛି। ବୋଇତି କଖାରୁ ଫୁଲ ଫୁଟିଲେ ଆରମ୍ଭ ହେଇଯିବ ଖାଇବା। ସେପଟେ ଶାଗ ମଧ୍ୟ ଖିଆ ହେଲାଣି ସବୁ। ଦେଖାଉଛି ଆପଣମାନଙ୍କୁ ଶାଗ କେତେ କେତେ ବଡ଼ ହେଲାଣି। ଶାଗ ସବୁ ଏମିତି ହେଇଛି, କିଛି ଓପଡ଼ା ହେଇଗଲାଣି ମଧ୍ୟ ଖିଆ ଚାଲିଛି। ଧଣିଆ ପତ୍ର ବି ସେପଟେ କିଛି ଓପଡ଼ା ହେଲାଣି। ପାଳଙ୍ଗ, କୋଶଳା। ଏବେ ଏପଟେ ଛାତ ଉପରକୁ ଆସିଗଲୁ ଟିକେ। ସବୁ ଆମ୍ବ ବଉଳ ହେଇଗଲାଣି ଛାତ ଉପରେ। ଅଳ୍ପ ଦିନ ଆମ୍ବ ମଧ୍ୟ ହେଇଯିବ। ଏପଟେ ଗୋଟେ ଗଛ, ସେପଟେ ବି ଆହୁରି ଗଛ ଅଛି। ସବୁ ଛାତ କଢ଼ରେ ଗଛ। ଏପଟେ ବି ଗଛ ବଉଳ ହେଇଛି। ଏପଟେ ସବୁ ଗୁଡ଼ା ଆମ୍ବ ଗଛ। ଆହୁରି ବି ଆମର ଏପଟ ଛାତରେ ବି ଆମ୍ବ ଗଛ ଅଛି। ଦେଖାଉଛି ଆପଣମାନଙ୍କୁ। ଏପଟେ ମଧ୍ୟ ଆମ ଛାତକୁ ଆସିଲେ ପୁରା ବିଲ ହିଁ ଦେଖା ହୁଏ, ଆମ ବାଡ଼ି ପୁରା। ଏ ଆମ୍ବ ଗଛରେ କାହିଁକି ବଉଳ ହେଇନି, ଲେଟ୍ରେ ହେବ, କ'ଣ କରିବ। ସେପଟ ଗଛରେ ହେଇଛି ବଉଳ। ଛାତ ଉପରୁ ପାଳର ଦୃଶ୍ୟ ସବୁ ଛୋଟ ଛୋଟ ଦେଖାହେଉଛି। ଖରାରେ ଭଲସେ ଦେଖାଯାଉନି। ଏପଟେ ଧାନ ଚାଷ। ଏପଟେ ଦେଖାଉଛି ଆପଣମାନଙ୍କୁ, ଏପଟେ ବି ଆମ୍ବ ଗଛ ବଉଳ ହେଇଛି। ଏମିତି ସବୁ ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାରର ଗଛ ରହିଛି। ପ୍ରାକୃତିକ ପରିବେଶ ମଧ୍ୟରେ ଆମର ଘର। ଏପଟେ ଦୁଇଟି ଗୋଲାପ ଗଛ ଆଣି ଲଗେଇଥିଲି। ସେ ଗଛ କ'ଣ ହେଇଥିଲା ନା, ଯେତେବେଳେ ଲଗେଇଲି ତାକୁ ଟୋଟାଲ ମାଙ୍କଡ଼ ଆସି ଟୋଟାଲ ସବୁ ଖାଇ ଦେଇଥିଲେ। ଗଛରେ କିଛି ହିଁ ନଥିଲା। ସିଏ ଆସ୍ତେ ଆସ୍ତେ କିଛି ଦିନ ପରେ ସାର ଫାର ଦିଆହେଇଥିଲା, ପାଣି ଦିଆହେଲା। ତାପରେ ଗୋଟେ ଗଛ ଫୁଲ ଫୁଟିବା ଆରମ୍ଭ କରିଦେଇଛି। 4-5ଟି କଢ଼ ଧରିଛି। ଇଏ ମଧ୍ୟ ଫୁଟି ଆସିଲାଣି। ଆଉ ଦିନେ 2 ଦିନ ଫୁଲ ଫୁଟିଯିବ। ଏ ଗଛଟି ମଧ୍ୟ ଏବେ ବି ବଢ଼ି ପାରିନି, କାହିଁକିନା ଆକୁ ମାଙ୍କଡ଼ ପୁରା ସଫା କରିଦେଇଥିଲେ। କେମିତି ଦେଖିଦେଲେ ଛାତ ଉପରେ ଟୋଟାଲ ସବୁ ଆଣିଆ ଖାଇଦେଲେ। ପତ୍ର କତରୁ ସବୁ ଖାଇ ଦେଇଥିଲେ। ପୁରା ଏମିତି କରିଦେଇଥିଲେ, ଦେଖନ୍ତୁ ଏଇମିତି କରିଦେଇଥିଲେ ପୁରା ଖାଇକି। କେବଳ କଣ୍ଟା ଥିଲା, ଆଉ କିଛି ନଥିଲା। ଏପଟେ ଗାଡ଼ି ଥୁଆ ହେଇଛି, ଗାଡ଼ି ମଧ୍ୟ ଧୁଆ ହେଇନି, କାମ ସରିଯାଇଛି। କାଲି ପପ ଆସିବ, କାଲି ଧୁଆ ହେବ ଗାଡ଼ି। ଏପଟେ ଟୁଣୁର ପାଗିଳିର କାମ କରୁଛନ୍ତି। ଏପଟେ ଛୁଆମି ମଧ୍ୟ ପୁରା ସ୍ପେଶାଲ ଆଇଟମ୍ ଏଗ୍ ବିରିୟାନୀ ପ୍ରସ୍ତୁତି କରିଛନ୍ତି। ପୁରା ସ୍ପେଶାଲ ଅଣ୍ଡା ବିରିୟାନୀ। ଛୁଆମି ଟିକେ ଦେଖେଇବ, ଢାଙ୍କଣା ଟିକେ କାଢ଼ିବ। ପୁରା ପ୍ରସ୍ତୁତ ହେଇଯାଇଛି। ଆଉ ଏବେ ଦମ୍ ଦିଆହେବ ବୋଧେ। ପୁରା ହାଇଦ୍ରାବାଦୀ ଦମ୍ ବିରିୟାନୀ। ଟୁଣୁ ଏପଟେ ଅଛି। ଟୁଣୁ ଟିକେ ହାଲ କହିଦିଅ। ଟୁଣୁ, ଟୁଣୁଲୋ। ପାଗିଳିକି ମଧ୍ୟ ଥଣ୍ଡା ଧରି ପକେଇଛି। ଦେଖନ୍ତୁ ଟୁଣୁ ଆସିବ ବୋଲି ମୋ ପାଖକୁ କେମିତି ହଉଛି। ଟୁଣୁ ଡାକିଲେ ନେବି, ଡାକେ ବାପା ଡାକେ। ଟୁଣୁ ଡାକିବନି। ବିରିୟାନୀ ମଧ୍ୟ ରେଡ଼ି ହେଇଗଲାଣି। ଦମ୍ ଦିଆ ହେଇକି ଖୋଲା ସରିଲାଣି। ବିରିୟାନୀ ରେଡ଼ି। ସେପଟେ ପାଗିଳି ଦହି ରେଡ଼ି କରୁଛି। ଏପଟେ ଦହି ପାଇଁ ପାଗ ଚାଲିଛି। ପାଗିଳି କ'ଣ ପଡ଼ିକି ଦହି ପ୍ରସ୍ତୁତ ହେଲା? ଟମାଟର, ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା।
ଲଙ୍କା ଗୁଣ୍ଡି ଲୁଣ ଲୁଣଟା ତ ଆମେ ଜାଣିଛୁ ସ୍ୱାଦ ପାଇଁ ଲୁଣ ବିନା ସବୁ ଅନ୍ଧାର। ଲୁଣ ବିନା ତରକାରୀ ଶାଗର କିଛି ମୂଲ୍ୟ ହିଁ ନାହିଁ। ଏପଟେ ମାନ ମଧ୍ୟ ଖାଇବା ପାଇଁ ଅପେକ୍ଷା କଲାଣି। ଆଙ୍କର ଏପଟେ ପ୍ରସ୍ତୁତି ସରୁନି। ମାନର ଭିସା ଆସିଯାଇଛି, ସେଥିପାଇଁ ସମସ୍ତଙ୍କର ବି ମନ ଦୁଃଖ। ଏବେ ଛୁଆ ଆମେ ମାନ ପାଇଁ ବିରିୟାନୀ ନେଇ ଆସିଗଲେ। ଘର ପ୍ରସ୍ତୁତି ଦମ୍ ବିରିୟାନୀ ଛୁଆମିଙ୍କ ହାତ ରନ୍ଧା ସ୍ପେଶାଲ ବିରିୟାନୀ ଛୁଆମି ପୁରା କରନ୍ତି। ଏଗ ବିରିୟାନୀ ଏପଟେ ସାଇଟ୍ର ମଧ୍ୟ ଅଣ୍ଡା ଅଛି। ଛୁଆମିଙ୍କର ମଧ୍ୟ ମନ ଦୁଃଖ, ମାନ ଏତେ ଦୂରକୁ ଯାଉଛି ବୋଲି। ଏପଟେ ମଧ୍ୟ ବାବୁନ ପାଇଁ ଆସିଥିଲା ସ୍ପେଶାଲ ପବତା ମାଛ, ଏପଟେ ବି ତରକାରୀ ହେଇଛି। ଏବେ ଚାଲନ୍ତୁ ବୋଉ ପାଖକୁ ଯିବା। ବୋଉ କ'ଣ କହୁଛି ମାନ ପଳେଇବ ବୋଲି। ବୋଉର ମଧ୍ୟ ବି ମନ ଦୁଃଖ। ବୋଉର ମଧ୍ୟ ମନ ଦୁଃଖ ପୁରା। ବୋଉ କ'ଣ କହୁଥିଲ ମାନ ପଳେଇବ 2 ବର୍ଷ ପରେ? ସମସ୍ତେ ମନା କରୁଛୁ, ତାର ମାନୁ ନାହିଁ, ଦୂରକୁ ଯାଉଛି, ଆଉ କ'ଣ କରିବି ତା ନାହିଁ। ସେ ତ ସବୁବେଳେ ଦୂରକୁ ପଳାଉଛି। ହଁ ବୋଉର ମଧ୍ୟ ମନ ଦୁଃଖ, ସେଥିପାଇଁ କ'ଣ ଘରେ ସମସ୍ତେ ମନା କରୁଥିଲେ ଆଉ ଯା ନା ବୋଲି। ସିଏ କିନ୍ତୁ ଏକା ଜିଦ୍ ଯେ ତାର ନା ପାଖରେ ରହିବିନି, ଆଉ ଫେର ପଳେଇବି। ଏପଟେ ବାବୁନ ମଧ୍ୟ ସ୍କୁଲରୁ ଆସିଯାଇଛି। ବାବୁନ ମାନ ବା କୁଆଡ଼େ ଯିବ ଜାଣିଛୁ ନା? ଚାକିରି କରିବାକୁ କୁଆଡ଼େ କ'ଣ? ମନେ ପଇଲା ବାବୁନ। ତୋର ମନ ଦୁଃଖ ହଉଛି ନା ମାନ ବା ପଳେଇବ? ବାବୁନ ମଧ୍ୟ ମଜାକ କରିଦେଉଛି। ଏବେ ଟିକେ ଗାଧୁଆ ପାଧୁଆ କରିବା। ସମସ୍ତେ ମଧ୍ୟ କହିଲେଣି ଗାଧଉନୁ କାହିଁକି, ଗାଧଉନୁ କାହିଁକି। ଗାଧୁଆ ପାଧୁଆ କରିବା, ଖିଆପିଆ ମଧ୍ୟ ହେବ। ସମୟ ବି ହେଇଗଲାଣି। ଏପଟେ ପାଗିଳି ସବୁ ଆଇଟମ୍ ରେଡ଼ି କରିବାରେ ଲାଗିଛି। ଛୁଆ ଆମେ ବୋଉ ସମସ୍ତେ ଲାଗିଛନ୍ତି। ମାନ ବି ଅଛି। ବାପା ଏପଟେ କୁଆଡ଼େ ଯାଇଛନ୍ତି ଦେଖିବା ପାଇଁ ବାଡ଼ିକି। ପାଗିଳି ବାପା କୁଆଡ଼େ ଗଲେ? ବାଡ଼ି ବାପା ବାଡ଼ିକି ଯାଇଛନ୍ତି। ଏବେ ଗାଧୁଆ ପାଧୁଆ କରି ଖାଇବା। ବାବୁନ ବି ଏପଟେ ଅଛି। ସମସ୍ତେ ଏକା ଜାଗାରେ ବସିଛୁ। ସାଙ୍ଗମାନେ ସବୁଠୁ ଭଲ କଥା ହେଉଛି, ଆପଣମାନେ ଯଦି ପରିବାରରେ ସମସ୍ତେ ମିଶିକି ଥିବେ, ସମସ୍ତଙ୍କ ମନ ଅନ୍ତର ନଥିବ, ମାନେ ଏକ ହେଇକି ଥିବେ, ସେମିତି ଯାହା ଖାଇଲେ ବି ଭଲ ଲାଗିବ। ମାନେ ଖାଇବାଟା କମ୍ପଲସରି ନୁହେଁ ଯେ ଆମେ ବିରିୟାନୀ ଖାଇବା କି ଏମିତି ଖାଇବା ସେମିତି ଖାଇବା। ଯଦି ପାଗିଳି ଅନଉଛି ସାଙ୍ଗମାନେ, କାହିଁକି ନା ଦେଖନ୍ତୁ, କାହିଁକି ନା ପାଗିଳି ଏଇ କଥା ସବୁବେଳେ କହେ। ପାଗିଳିର ଯଦି ଶାଗ ପଖାଳ ହବ ବି ସିଏ ଖୁସି। କିନ୍ତୁ ଘରେ ସବୁବେଳେ ଭଲରେ ସମସ୍ତେ ରହିଥିବା ଦରକାର। ଦେହ ପା ଭଲ ମନ୍ଦ ଭଲ ଥିବା ଦରକାର। ବାବୁନର ସବୁବେଳେ ଅଦ୍ଭୁତ କଥା। ବାବୁନର ଏବେ ବିରିୟାନୀ ଖାଇବା ପାଇଁ ବସିଛି, କିନ୍ତୁ ବିରିୟାନୀ ଖାଇବନି। ସେ ସାଧା ଭାତ ଖାଇବ, କାହିଁକିନା ସେ ବିରିୟାନୀ ଖାଇବାକୁ ଭଲ ପାଏ ନା। ଏବଂ ସିଏ ଭଲ ପାଏ କେଉଁଟା ନା, ଆମର ବାବୁନ କ'ଣ ଭଲ ପାଉ? ଆଉ ଏଇ ଯେଉଁ ବାଳିଆ ପବତା ବାବୁନ ବହୁତ ଭଲ ପାଏ। ବାବୁନର ବହୁତ ଫେମସ୍। ସେଥିପାଇଁ ମଧ୍ୟ ତା ପାଇଁ ବି ବାଳିଆ ପବତା ଆସିଛି ଆଜି। ସେ ପ୍ଲେନ୍ ଭାତ ଖାଇବ। ଏବେ ପାଗିଲି ତା ପାଇଁ ତରକାରୀ ନେଇ ଆସିଗଲା। ଚିକେନ ବିରିୟାନୀ କି ବାବୁନ ଭଲ ପାଏ, କିନ୍ତୁ ବିରିୟାନୀ ସେ ଖାଏନି, ଖାଲି ଚିକେନ ଖାଇବ। ବୋଉ ଏପଟେ ସବୁ ସ୍ପେଶାଲ ଆଇଟମ ପ୍ରସ୍ତୁତ କରିବାରେ ଲାଗିଛି। ଏପଟେ ଗୋଟେ କ'ଣ ସ୍ପେଶାଲ ଛେଚା ଛେଚି ପ୍ରସ୍ତୁତ ହେଇଯାଇଛି। ଏଟା ବାଇଗଣ ଟମାଟର ଦଳା, ସେପଟେ କଚାମ୍ବର ଦହି, ଏପଟେ ମଧ୍ୟ ଆଳୁ ଦଳା ପ୍ରସ୍ତୁତ ଚାଲିଛି। ସାଙ୍ଗମାନେ ଯେତେ ଆଇଟମ୍ ହଉନା କାହିଁକି, ଟିକେ ଦଳା ଦଳି ଛେଚା ଛେଚି ନହେଲେ ଭଲ ଲାଗିବନି। ବାପା ଯାଇ କୋଉଠି? ବାପା ଯାଇକି ଧାନ ଦେଖିବାକୁ ପଳେଇଛନ୍ତି। ଆଜି ସକାଳେ ଯାଇନଥିଲେ। ଆଜି ପାଇଁ ଭିଡ଼ିଓ ଟିକି ଏଇଠି ରଖିଦେବା। ପୁଣି ଦେଖାହେବା ଆଉ ଏକ ଫ୍ରେଶ୍ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ। ଲଭ୍ ୟୁ ଅଲ୍। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ ବି ଟିକେ କରିଦେବେ।